ଏକ ସୁନ୍ଦର ଗାଁଟିଏ ଥିଲା। ଗାଁର ଚାରିପଟେ ସୁନ୍ଦର ଧାନ କ୍ଷେତର ଫସଲ ଥିଲା। ଗାଁର ଲୋକମାନେ ବହୁତ ସରଳ ଥିଲେ। ସେମାନେ ମୁଖ୍ୟତଃ କୃଷି କରି ନିଜ ନିଜର ଜୀବିକା ଚଳାଉଥିଲେ। ସେହି ଗାଁରେ ଜଣେ ପରିଶ୍ରମୀ କୃଷକ ରହୁଥିଲେ, ଯାହାଙ୍କର ନାମ ଶରତ ଥିଲା। ଶରତ ଦିନସାରା ନିଜ କ୍ଷେତରେ କାମ କରୁଥିଲେ ଓ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରି ଆସୁଥିଲେ। ସେହି ବର୍ଷ ଶରତଙ୍କର ଧାନ ଫସଲ ବହୁତ ଭଲ ହୋଇଥିଲା। କ୍ଷେତରେ ସବୁ ଧାନ ଗୁଡ଼ିକ ସୁନା ପରି ଚମକୁଥିଲା। ହଠାତ୍ ଗୋଟିଏ ଦିନ ଶରତ ନିଜ କ୍ଷେତ ପାଖକୁ ଯାଇ ଦେଖିଲା ବେଳକୁ ତାଙ୍କର କିଛି ଧାନ କମି ଯାଉଛି। ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ଏହା କିପରି ସମ୍ଭବ ହୋଇପାରେ? ମୁଁ ତ କାହାକୁ ଧାନ କ୍ଷେତରେ ଧାନ ଖାଇବାର ଦେଖୁନାହିଁ। ଶରତ ଏହା ଦେଖି ଭାବିଲେ ଯେ କିଛି ପକ୍ଷୀ ଗୁଡ଼ିକ ତାଙ୍କର ଧାନ ଫସଲକୁ ଖାଇ ଦେଉଛନ୍ତି। କିଛି ସମୟ କ୍ଷେତ ପାଖରେ ଶରତ ରହିଲା ପରେ ଏହାକୁ ଗୁରୁତ୍ୱ ନ ଦେଇ ସେ ଗାଁ ଆଡ଼କୁ ଫେରି ଆସିଲେ। ଶରତ ପ୍ରଥମେ ନିଜ ଘରକୁ ଆସି କ୍ଷେତରେ ଧାନ କମୁଥିବାର କଥା ନିଜ ସ୍ତ୍ରୀଙ୍କୁ କହିଲେ। କିନ୍ତୁ କିଛି ଦିନ ପରେ ଧୀରେ ଧୀରେ କ୍ଷେତରୁ ଧାନ ଗୁଡ଼ିକ କମିବାକୁ ଲାଗୁଥାଏ। ଶରତ କହିଲେ, ଆଜି ରାତିରେ ମୁଁ କ୍ଷେତ ପାଖରେ ଲୁଚିକି ରହିବି ଓ ଦେଖିବି କିଏ ଧାନ ଖାଉଛି। ସେ ରାତିରେ ଏକ ଭଙ୍ଗା ଚାଳ ଘର ପଛରେ ଲୁଚି ରହିଲେ। ରାତି ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। ଚାରିଆଡ଼ ସୁନସାନ ହୋଇଥାଏ। ଅଚାନକ ମଧ୍ୟରାତ୍ରିରେ ଧାନ କ୍ଷେତରୁ ଖସ୍ ଖସ୍ ଶବ୍ଦ ଶୁଭିଲା। ଶରତ ଧୀରେ ଧୀରେ ଦେଖିଲେ କ୍ଷେତରେ କିଛି ଜଙ୍ଗଲୀ ହାତୀ ଗୁଡ଼ିକ ଆସି ଧାନ ଗୁଡ଼ିକୁ ଖାଇଯାଉଛନ୍ତି। ପରଦିନ ସକାଳେ ଶରତ ଗାଁକୁ ଯାଇ ଗାଁର ମୁଖିଆଙ୍କୁ ଏ ଘଟଣା ବିଷୟରେ ଜଣାଇଲେ। ଗାଁର ସମସ୍ତ ଲୋକମାନେ ମିଶି ଜଙ୍ଗଲୀ ହାତୀମାନଙ୍କୁ କ୍ଷେତରୁ ଘୋଡ଼ାଇବା ପାଇଁ ଯୋଜନା କଲେ। ପରଦିନ ସକାଳେ ଗାଁର କିଛି ଲୋକମାନେ ହାତୀମାନଙ୍କୁ ଘୋଡ଼ାଇବାକୁ କ୍ଷେତକୁ ଗଲେ। ହାତୀଗୁଡ଼ିକ ଗାଁ ଲୋକମାନଙ୍କୁ ଦେଖି ଜୋରରେ ରାଗିଯାଇ ଗାଁ ଲୋକମାନଙ୍କୁ ଗୋଡ଼ାଇବାକୁ ଲାଗିଲେ, ଯାହାଫଳରେ ଗାଁ ଲୋକମାନେ ହାତୀମାନଙ୍କୁ ଘୋଡ଼ାଇବାରେ ଅସଫଳ ହେଲେ। ହାତୀଗୁଡ଼ିକ ଗାଁ ଲୋକମାନଙ୍କୁ ଖାତିର ନକରି ଧାନ ଗୁଡ଼ିକୁ ଖାଇବାରେ ଲାଗିଥାନ୍ତି। ସେହି ଗାଁରେ ଜଣେ ଚତୁର ବ୍ୟକ୍ତି ରହୁଥିଲେ, ଯାହାଙ୍କର ନାମ ଗୋପାଳ ଥିଲା। ଗୋପାଳ ଥିଲେ ବହୁତ ଚତୁର। ସେ ଗାଁ ଲୋକମାନଙ୍କର ଏପରି ଅବସ୍ଥା ଦେଖି ଏକ ଉପାୟ ତିଆରି କଲେ, ଜଙ୍ଗଲୀ ହାତୀମାନଙ୍କୁ କିପରି ପାନେ ଦେବେ ବୋଲି। ଗୋପାଳ କାହାକୁ କିଛି ନ କହି ଧାନ କ୍ଷେତ ପାଖକୁ ଚାଲିଗଲେ। ଗୋପାଳ ଯାଇ ଦେଖିଲା ବେଳକୁ ହାତୀଗୁଡ଼ିକ ଧାନ ଖାଇବାରେ ବ୍ୟସ୍ତ ଅଛନ୍ତି। ସେ ଯାଇ ଧାନ କ୍ଷେତ ପାଖରେ ଥିବା ଗଛରେ ମହୁମାଛିମାନଙ୍କର ବସାକୁ ଘୋଡ଼ାଇ ଦେଲେ। ଗୋପାଳ ମହୁମାଛିମାନଙ୍କର ବସାକୁ ଘୋଡ଼ାଇ ଦେଇ ଆସି ଚାଳ ଘର ପଛରେ ଲୁଚିଗଲେ। କିଛି ସମୟ ପରେ ମହୁମାଛି ଗୁଡ଼ିକ ଉଡ଼ିବାକୁ ଲାଗିଲେ।
ଓ ହାତୀମାନଙ୍କ ଉପରେ ଆକ୍ରମଣ କରିଦେଲେ। ହାତୀଗୁଡ଼ିକ ମହୁମାଛିମାନଙ୍କର ଆକ୍ରମଣ ଦେଖି ସେମାନେ ଧୀରେ ଧୀରେ ଧାନ କ୍ଷେତ ଛାଡ଼ି ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲେ। ଶେଷରେ ଗାଁ ଲୋକମାନେ କିଛି ସମୟ ପରେ ଆସି କ୍ଷେତ ପାଖରେ ଦେଖିଲା ବେଳକୁ ହାତୀଗୁଡ଼ିକ ଜଙ୍ଗଲ ଆଡ଼କୁ ପଳାଇ ଯାଉଛନ୍ତି। ଗାଁର ଲୋକମାନେ ଗୋପାଳଙ୍କୁ ବହୁତ ପ୍ରଶଂସା କଲେ ଓ ସାବାସୀ ମଧ୍ୟ ଦେଲେ। ଗାଁର ମୁଖିଆ ଓ ସମସ୍ତ ଲୋକମାନେ ବହୁତ ଖୁସି ହୋଇଗଲେ। ଶେଷରେ ଗୋପାଳ ଗାଁର ଲୋକମାନଙ୍କୁ କହିଲେ, ସମସ୍ତ କାର୍ଯ୍ୟ ବଳ ଦ୍ୱାରା କରାଯାଏ ନାହିଁ, କିଛି କାର୍ଯ୍ୟ ବୁଦ୍ଧି ଦ୍ୱାରା ହିଁ ହୋଇଥାଏ। ଶେଷରେ ଗାଁ ଲୋକ ପୁଣି ଆଗ ପରିକା ହସ ଖୁସିରେ ରହିବାକୁ ଲାଗିଲେ।